ମୁଁ ଗୋଟେ କଥା ବୁଝିପାରେନି ଯେ ଯୋଉ ଲୋକ ଭଲ ତାକୁ ଭଗବାନ କାହିଁକି ଏତେ କଷ୍ଟ ଦିଅନ୍ତି, ଆଉ ଯୋଉ ଲୋକ ଖରାପ ତା ଜୀବନରେ ବହୁତ ଅଳ୍ପ ସେ କଷ୍ଟ ପାଏ। ମାନେ ଗୋଟେ କୋଉଠି ଶୁଣିଥିଲି, ଯେମିତି ସୁନାକୁ ନା ତା ଚମକ ପାଇବା ପାଇଁ ନିଆଁରେ ପରିବାକୁ ପଡେ। ନିଆଁରେ ପଢିଲେ ହିଁ ସେ ନିଜର ସାଇନିଂ, ନିଜର ମାନେ ଗ୍ଲେଜ ଟା ଫେରିକି ପାଏ। ସେମିତି ଆମ ଲାଇଫରେ ଆମେ ଯଦି କଷ୍ଟ ନ ପାଇବା ନା, ଆମ ସାଇନିଂ ଟା ବାହାରିବନି। ଭଲ ଲୋକକୁ ଭଗବାନ ସେଇଥିପାଇଁ କଷ୍ଟ ଦିଅନ୍ତି, ସେ ଆହୁରି ଟିକେ ଭଲ ହେଇଯାଉ। ଆଉ ଭଲ ଲୋକ ପାଖରେ ନା ଭଗବାନ ସବୁବେଳେ ଥାଆନ୍ତି। ସେଥିପାଇଁ କୁହାଯାଇଛି, ଯେତେବେଳେ ଆପଣଙ୍କୁ ନା ପ୍ରାର୍ଥନା କରିବାକୁ ଇଚ୍ଛା ହଉନି ନା, ଆପଣ ଆଉ ଟିକେ ପ୍ରାର୍ଥନା କରନ୍ତୁ। ହୁଏତ ଭଗବାନ ଆପଣଙ୍କ ପାଖରେ କୋଉଠି ଥିବେ, ସେ ଶୁଣିପାରିବେ ଆଉ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆସିପାରିବେ। ରାଧେ ରାଧେ।